नमस्कार दर्शक बंधु आज जुलाई मास 21 तारिख मंगलवार आसंतु जानिबा आजिर संपूर्ण खबर आउ देश दुनियार सब बड़ खबर उपरे नजर पकाइबा ता पूर्व चैनल रे नुआ आसीथिले चैनल को सब्सक्राइब करी रखंतु प्रतिदिन एमिति न्यूज वीडियो सर्वप्रथम देखिबा पाई तबे आसंतु आजिर गुरुत्वपूर्ण खबर गुरिक उपरे नजर पकाइबा आजिर प्रथम खबर रही इस्तफा देबे धर्मेंद्र प्रधान आंदोलन मध्य अमित शाह को बिथिले शिक्षा मंत्री पेपर लीक मामला को नहीं कॉकरोच जनता पार्टी क्रमागत भावे केंद्र शिक्षा मंत्री धर्मेंद्र प्रधान को इस्तफा दाबी करुछि। सोमवार सीजेपी पक्षरु संसद मार्च करा जायतिला एही समय प्रबल हंगामा होइतिला। एही हंगामा मध्य एक गुरुत्वपूर्ण खबर सामना को आसिछि। केंद्र शिक्षा मंत्री धर्मेंद्र प्रधान केंद्र स्वराष्ट्र मंत्री अमित शाह को भेटिबा पाई पहुंचिछन्ति। उभयଙ୍କ ମଧ୍ୟରେ ଏହି ସାକ୍ଷାତକାର କେଉଁ ପ୍ରସଙ୍ଗକୁ ନେଇ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପରିବେଶ କର୍ମୀ ସୋନମ ୱାଙ୍ଗଚୁକ୍ ପେପର ଲିକ୍ ମାମଲାକୁ ନେଇ ଭୋକ ହରତାଳରେ ଥିଲେ ସେ ମଧ୍ୟ ସୋମବାର ନିଜର ହରତାଳ ଶେଷ କରିବାକୁ ଘୋଷଣା କରିଛନ୍ତି। ବର୍ତ୍ତମାନ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦରୁ ଇସ୍ତଫା ଦେବେ କି ନାହିଁ ସେ ନେଇ କୌଣସି ସୂଚନା ମିଳିନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସିଜେପିର ପ୍ରଦର୍ଶନକାରୀମାନେ ସଂସଦ ଭବନର ବେଶ ନିକଟତର ହୋଇଯାଇଥିଲେ। ଏହି ସମୟରେ ପୁଲିସ ଲାରି ଚାର୍ଜ କରିବା ସହ ଆଶୁ ଗ୍ୟାସ ମଧ୍ୟ ପ୍ରୟୋଗ କରିଥିଲା ବୋଲି ଖବର ମିଳିଛି। परवर्ती खबर सरकार को निद उड़ाइला सीजेपी तीनोटी दाबी कॉकरोच जनता पार्टी प्रदर्शन मध्य सोमवार सीजेपी प्रतिनिधि दल केंद्र स्वास्थ्य मंत्री जेपी नड्डा को भेटिछन्ति। एही साक्षात प्राय 3 घंटा धरी चलीथिला। साक्षात पर प्रतिनिधि दल कहिसन्ति जे जेपी नड्डा सह बैठक बेस भल रहिला एवं ते आमर समस्त कथा शुनिछन्ति। सीजेपी प्रतिनिधि दल जेपी नड्डा को समानक 3 बड़ दाबी विषय कहिसन्ति जोंथिरे मुख्य दाबी होछि केंद्र शिक्षा मंत्री धर्मेंद्र प्रधान को इस्तफा सेपरी आउ दुईटी हला सामाजिक कर्मी सोनम वांगचुक को तुरंत मुक्त करिबा एवं आत्महत्या करिथिबा समस्त पीड़ित नीट परीक्षार्थी परिवार को 1 कोटी टंकार क्षतिपूर्ण दबाकू कुआଯାଇଛି। ଏହି ଦାବିଗୁଡ଼ିକ ଉପରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଶୀର୍ଷ ନେତୃତ୍ୱ ସହ ଆଲୋଚନା କରିବା ପାଇଁ କିଛି ସମୟ ମାଗିଛନ୍ତି ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର ଏଥର କିଷାନ ନିଧିର କିସ୍ତି ଟଙ୍କା ପ୍ରଥମେ ଏହି ଚାଷୀଙ୍କ ଆକାଉଣ୍ଟକୁ ଆସିବ। ଚେକ୍ କରନ୍ତୁ ଲିଷ୍ଟରେ ଆପଣଙ୍କ ନାଁ। ଚାଷୀମାନଙ୍କୁ ସମର୍ଥନ କରିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ସରକାରଙ୍କ ସହ ଅନେକ ଯୋଜନା ଚଳାନ୍ତି। କେନ୍ଦ୍ର ସରକାରଙ୍କ ଏପରି ଏକ ପଦକ୍ଷେପ ହେଉଛି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଯାହା ବାର୍ଷିକ 6000 ଟଙ୍କା ପ୍ରଦାନ କରେ। ଏପର୍ଯ୍ୟନ୍ତ ଯୋଜନାର 23ଟି କିସ୍ତି ଜାରି କରାଯାଇଛି ଏବଂ ଚାଷୀମାନେ ଏବେ 24ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି। ସରକାର ଖୁବ୍ ଶୀଘ୍ର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି କିସ୍ତି ପୂର୍ବରୁ ସରକାର କିଛି ନିୟମ କଡ଼ାକଡ଼ି କରିଛନ୍ତି। ଏଥର ପ୍ରଥମ କେବଳ ସେହି ମନୋନୀତ ଚାଷୀଙ୍କ ଆକାଉଣ୍ଟକୁ କିସ୍ତି ରାଶି ପଠାଯିବ ଯେଉଁମାନେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟ ନିର୍ଦ୍ଦେଶାବଳୀକୁ ସମୟାନୁସାରେ ପୂରଣ କରିଛନ୍ତି। ଯଦି ଆପଣ ଜଣେ ଚାଷୀ ଏବଂ ଚାହାନ୍ତି ଯେ ଆପଣଙ୍କର କିସ୍ତି ବିନା କୌଣସି ବିଳମ୍ବ କିମ୍ବା ବାଧାରେ ଆପଣଙ୍କ ଆକାଉଣ୍ଟରେ ଜମା ହେଉ ଦୟାକରି ତାଲିକାରେ ଆପଣଙ୍କ ନାଁ ଯାଞ୍ଚ କରନ୍ତୁ। ଏଥର ସରକାର ସ୍ପଷ୍ଟ କରିଛନ୍ତି ଯେ କେବଳ ସେହି ଚାଷୀମାନଙ୍କୁ ପ୍ରାଥମିକତା ଦିଆଯିବ ଯେଉଁମାନଙ୍କର ରେକର୍ଡ ସମ୍ପୂର୍ଣ୍ଣ ଅଦ୍ୟତନ ଅଛି। ସର୍ବପ୍ରଥମେ ଏବଂ ସବୁଠାରୁ ଜରୁରୀ ଆବଶ୍ୟକତା ହେଉଛି କି କେୱାଇସି ସମାପ୍ତି। ଏହି ପ୍ରକ୍ରିୟା ସମାପ୍ତ କରିଥିବା ଚାଷୀମାନେ ପ୍ରଥମେ କିସ୍ତି ପାଇପାରିବେ। ପରବର୍ତ୍ତୀ ଖବର କମ୍ ବର୍ଷାକୁ ନେଇ ସରକାର ସତର୍କ ଚାଷୀଙ୍କ ପାଇଁ ଜରୁରୀ ଯୋଜନା ବିଦ୍ୟୁତ ଯୋଗାଣ ହେବ ସ୍ୱାଭାବିକ। ରାଜ୍ୟରେ କମ୍ ବର୍ଷା ପରିସ୍ଥିତିକୁ ନେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ବସିଛି। ବୈଠକରେ ଚାଷୀଙ୍କ ସ୍ୱାର୍ଥକୁ ସର୍ବାଧିକ ଗୁରୁତ୍ୱ ଦେଇ ଜଳାଶୟର ପାଣି ପ୍ରଥମେ ପାନୀୟ ଜଳ ଓ ଚାଷ ପାଇଁ ସଂରକ୍ଷିତ ରଖିବାକୁ ନିଷ୍ପତ୍ତି ହୋଇଛି। ବାଲିମରା ଓ ମାଛକୁଣ୍ଡ ଭଳି ବଡ଼ ବଡ଼ ଜଳାଶୟର କାଚମେଣ୍ଟ ଅଞ୍ଚଳରେ କମ୍ ବର୍ଷା ହୋଇଥିବାରୁ ସରକାର ସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଜନସାଧାରଣଙ୍କୁ ଆଦମ ନ ଡରିବାକୁ ଆଶ୍ୱାସନା ଦେଇଛନ୍ତି। ଜଳାଶୟଗୁଡ଼ିକରେ ଥିବା ପାଣିକୁ ପ୍ରଥମେ ପାନୀୟ ଜଳ ଏବଂ ଚାଷ କାର୍ଯ୍ୟ ପାଇଁ ସଂରକ୍ଷିତ ରଖାଯିବ। ଏହାପରେ ଯାଇ ବିଦ୍ୟୁତ ଉତ୍ପାଦନ ପାଇଁ ପାଣି ଦିଆଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ଗତ ବର୍ଷ ତୁଳନାରେ ଏଥର ଜଳସ୍ତର କମ୍ ଥିବାରୁ ଯେପରି ଖରିଫ ଚାଷରେ କୌଣସି ଅସୁବିଧା ନ ହୁଏ ସେଥିପ୍ରତି କୃଷି ଓ ଜଳସମ୍ପଦ ବିଭାଗ ଏହା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ଏଥିପାଇଁ କେନ୍ଦ୍ର କୃଷି ମନ୍ତ୍ରାଳୟ ସହ ମଧ୍ୟ ଆଲୋଚନା କରାଯାଇଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ଆଗକୁ ଆସୁଛି ବଡ଼ ବର୍ଷା 22 ତାରିଖରେ ଘୂର୍ଣ୍ଣିବଳୟ 23ରୁ ରାଜ୍ୟରେ ପ୍ରବଳ ଛେଚିବ। ରାଜ୍ୟରେ ଏବେ ପାଗ ମୁଖ୍ୟତଃ ଶୁଖିଲା ରହିବ। ମଝିରେ ମଝିରେ କିଛି ସ୍ଥାନରେ ବର୍ଷା ହୋଇପାରେ ତେବେ ଆସନ୍ତା 23ରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବା ସମ୍ଭାବନା ଅଛି। ଶିକ୍ଷା ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର
ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡାକ୍ତର ଶରତ ଚନ୍ଦ୍ର ସାହୁ କହିଛନ୍ତି ରାଜ୍ୟରେ ଏବେ ପାଗ ସାମାନ୍ୟ ଖରାଟିଆ ରହିପାରେ। କିଛି ଜାଗାରେ ମଝିରେ ମଝିରେ ବର୍ଷା ହେବ। 22 ତାରିଖ ବେଳକୁ ଉତ୍ତର ଓଡ଼ିଶା ଉପକୂଳ ପାଖାପାଖି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହାରି ପ୍ରଭାବରେ 23ରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିପାରେ। କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ପାଣିପାଗ ବିଭାଗ ଆକଳନ କରିଛି ତେବେ ରାଜ୍ୟରେ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା ନାହିଁ, କିନ୍ତୁ ଉତ୍ତର ପଶ୍ଚିମ ଓଡ଼ିଶାରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସମ୍ଭାବନା ଅଛି। ଗୋଟି ଖବର ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ୍। ଯୋଡ଼ି ହେଲେ ନୂଆ ହିତାଧିକାରୀ। କଟିଲା ଏମାନଙ୍କ ନାମ। ଏହି ଦିନ ଖାତାକୁ ଆସିବ ଟଙ୍କା। ରାଜ୍ୟ ସରକାରଙ୍କ ଫ୍ଲାଗସିପ୍ ସ୍କିମ୍ ସୁଭଦ୍ରା ଯୋଜନାରେ ଚତୁର୍ଥ କିସ୍ତି ଟଙ୍କା ହିତାଧିକାରୀଙ୍କ ଖାତାକୁ ଆସି ସାରିଛି। 13ଟି କିସ୍ତିରେ ମୋଟ 20,000 ଟଙ୍କା ପାଇସାରିଛନ୍ତି 1 କୋଟିରୁ ଅଧିକ ହିତାଧିକାରୀ। ଏବେ ପଞ୍ଚମ କିସ୍ତିକୁ ଅପେକ୍ଷା କରିଛନ୍ତି ମହିଳା। ଏହାରି ଭିତରେ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଏବଂ ସବୁଠାରୁ ଲୋକପ୍ରିୟ ସୁଭଦ୍ରା ଯୋଜନାକୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଏହି ଯୋଜନାରେ ସାମିଲ ହେବା ପାଇଁ ଆଉ 3,17,966 ଜଣ ନୂଆ ଆବେଦନକାରୀ ପଞ୍ଜୀକରଣ କରିଛନ୍ତି। ନୂଆ ଆବେଦନକାରୀଙ୍କ ସ୍ଥିତି ଏବଂ ଯୋଜନାର ପ୍ରଗତି ସମ୍ପର୍କରେ ସମୀକ୍ଷା କରିବା ପରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଆବେଦନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଉଛି। ଏହା ସହିତ ନୂଆ ଆବେଦନକାରୀଙ୍କ ଯୋଗ୍ୟତା ଯାଞ୍ଚ ପାଇଁ ଆସନ୍ତା ଜୁଲାଇ 25 ତାରିଖ ସୁଦ୍ଧା ସମସ୍ତଙ୍କର ଫିଲ୍ଡ ଇନକ୍ୱାରି ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରେ ପୁନଃ ସମୀକ୍ଷା ବେଳେ କିଛି ଅଧିକାରୀଙ୍କ ପୁଣି ଥରେ ସୁଭଦ୍ରା ଯୋଜନାରେ ସାମିଲ କରାଯାଇଥିଲା। ଅତି ସହଜରେ ବୁଝିବାକୁ ଗଲେ ଆସନ୍ତା ଅଗଷ୍ଟ 28 ତାରିଖରେ ପୁଣି 5,000 ଟଙ୍କା ଲେଖାଏଁ ପାଇବେ ସୁଭଦ୍ରା। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଯିବ 5,000 ଟଙ୍କା। ପରବର୍ତ୍ତୀ ଖବର ଦେଶର ପ୍ରଥମ ଡେଙ୍ଗୁ ଟିକା କ୍ୟୁ ଡେଙ୍ଗାକୁ ମଞ୍ଜୁରୀ। 4ରୁ 60 ବର୍ଷର ବ୍ୟକ୍ତି ନେଇପାରିବେ ଭ୍ୟାକ୍ସିନ୍। ଭାରତରେ ପ୍ରଥମ ଡେଙ୍ଗୁ ଟିକାକୁ ମଞ୍ଜୁରୀ। ଡେଙ୍ଗୁ ଟିକାକୁ ମଞ୍ଜୁରୀ ଦେଲା ଡିସିଜିଆଇ। ଡେଙ୍ଗୁ ଟିକା କ୍ୟୁ ଡେଙ୍ଗାକୁ ମଞ୍ଜୁରୀ ଦେଲା ଡିସିଜିଆଇ। 4 ବର୍ଷରୁ 60 ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତି ନେଇପାରିବେ ଟିକା। ପ୍ରତିବର୍ଷ ଦେଶରେ ଲକ୍ଷ ଲକ୍ଷ ଲୋକ ଡେଙ୍ଗୁର ଶିକାର ହୁଅନ୍ତି। ଡେଙ୍ଗୁରୁ ମୁକ୍ତି ପାଇଁ ଏହି ଟିକା ପ୍ରସ୍ତୁତ କରିଛି ଟେକେରା ବାୟୋ ଫାର୍ମାସ୍ୟୁଟିକାଲ୍ସ। ପୂର୍ବରୁ ଏହି ଟିକାର ସୁପାରିଶ କରିଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ପୂର୍ବରୁ ଡେଙ୍ଗୁ ହୋଇଥିଲା କି ନାହିଁ ତାହା ଜାଣିବା ଦରକାର ନାହିଁ। ଏହି ଭ୍ୟାକ୍ସିନର 2ଟି ଡୋଜ୍ ରହିଛି। ପ୍ରଥମ ଡୋଜ୍ 3 ମାସ ପରେ ଦ୍ୱିତୀୟ ଡୋଜ୍ ଦିଆଯିବ। ପୂର୍ବରୁ କ୍ୟୁଡେଙ୍ଗାକୁ 43ଟି ଦେଶ ମଞ୍ଜୁରୀ କରିଦେଇ ସାରିଛି। ସାରା ବିଶ୍ୱରେ 32 ନୂତନ ଡୋଜ୍ କ୍ୟୁଡେଙ୍ଗା ଦିଆସାରିଛି। ଟକେରା ବାୟୋଫାର୍ମାସ୍ୟୁଟିକାଲ୍ସ ପ୍ରସ୍ତୁତ କରିଛି କ୍ୟୁଡେଙ୍ଗା ଭ୍ୟାକ୍ସିନ ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର ବିପର୍ଯ୍ୟୟ ସମୟରେ ବିଦ୍ୟୁତ ଭିତ୍ତିଭୂମିକୁ ବଞ୍ଚାଇବାକୁ ସରକାରଙ୍କ ନୂଆ ଯୋଜନା। ଏଣିକି ମାଟି ତଳେ ଯିବ ତାର। ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ନେଇ ସରକାରଙ୍କ ବଡ଼ ପ୍ରସ୍ତୁତି। ଏଣିକି ମାଟି ତଳେ ବିଦ୍ୟୁତ ତାର ବିଛାଇବା ପାଇଁ ମୋଡାଲିଟି ପ୍ରସ୍ତୁତ କରାଯାଇଛି। ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବିସ୍ତୃତ ଭାବେ ପ୍ରକାଶ କରିଛନ୍ତି। ସେ କହିଛନ୍ତି କି ଡିପିଆର୍ ପ୍ରସ୍ତୁତ ପାଇଁ ଶକ୍ତି ସଚିବଙ୍କୁ ଦାୟିତ୍ୱ ଦିଆଯାଇଛି। ଖୁବ୍ ଶୀଘ୍ର ମାଟି ତଳେ ବିଛାଯିବ ବିଦ୍ୟୁତ ତାର। ସହନଶୀଳତା ପାଇଁ ରାଜସ୍ୱ ବିଭାଗରେ ଏଭଳି ବଡ଼ ଯୋଜନା ରହିଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସବୁଠାରୁ ଅଧିକ କ୍ଷତି ହୋଇଥାଏ ଶକ୍ତି ବିଭାଗ, ଯାହାର ଆକଳନ କରିଥାଏ ରାଜସ୍ୱ ବିଭାଗ। ତେଣୁ ଆଗକୁ କିଭଳି ଏହି କ୍ଷୟକ୍ଷତି କମ୍ ହେବ ସେଥିପାଇଁ ଚିନ୍ତା କରୁଛି ରାଜସ୍ୱ ବିଭାଗ। ତେଣୁ ସରକାର ଚିନ୍ତା କରିଛନ୍ତି ମାଟି ତଳେ ବିଦ୍ୟୁତ ତାର ବିଛାଇବା ପାଇଁ। ତେଣୁ ଶକ୍ତି ବିଭାଗ ସଚିବଙ୍କ ସହ ଆଲୋଚନା କରି ଡିପିଆର୍ ପ୍ରସ୍ତୁତ କରିବା ପାଇଁ କୁହାଯାଇଛି। ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଡିପିଆର୍ ଦେବେ। ଘରୋଇକରଣ ହୋଇଯାଇଥିବାରୁ ଭିତ୍ତିଭୂମି ଆବଣ୍ଟନ କରିବା ପାଇଁ ଟାଟାକୁ ଦିଆଯାଇଛି ଏହି ଦାୟିତ୍ୱ। ପରବର୍ତ୍ତୀ ଖବର ଭାରତରେ ବଢିଲାନି କରୋନା ଚିନ୍ତା। ସାମ୍ନାକୁ ଆସିଲା ଓମିକ୍ରନ୍ର ନୂଆ ସବଭାରିଏଣ୍ଟ RF5। ଜାଣନ୍ତୁ ଏହାର ଲକ୍ଷଣ। ଭାରତରେ ପୁଣି ଥରେ କରୋନା ଭାଇରସ ମାମଲା ଦେଖିବାକୁ ମିଳୁଛି। ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ଏବଂ ମୁମ୍ବାଇରେ ସବୁଠାରୁ ଅଧିକ ସଂକ୍ରମଣ ସାମ୍ନାକୁ ଆସୁଛି। ଆନ୍ଧ୍ରପ୍ରଦେଶରେ ଏପର୍ଯ୍ୟନ୍ତ କରୋନା ଭାଇରସର 16ଟି ମାମଲା ଚିହ୍ନଟ ହୋଇସାରିଥିବା ବେଳେ 4 ଜଣଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା 4 ଜଣଙ୍କ ଶରୀରରେ ଓମିକ୍ରନ୍ର ନୂଆ ଭାରିଏଣ୍ଟ RF5 ଚିହ୍ନଟ ହୋଇଛି। ଓମିକ୍ରନ୍ର ଏହି ନୂଆ ସବ୍ ଭାରିଏଣ୍ଟ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢାଇ ଦେଇଛି, ଯାହା ଓମିକ୍ରନ୍ ଫ୍ୟାମିଲିର ଏକ ଅଂଶ ଅଟେ। ଆନ୍ଧ୍ରପ୍ରଦେଶର କଡପା ଜିଲ୍ଲାରୁ 4ଟି କୋଭିଡ୍-19 ନମୁନା ପରୀକ୍ଷା ପାଇଁ ପୁନେର ଭାଇରୋଲୋଜି ଲାବୋରେଟୋରୀକୁ ପଠାଯାଇଥିଲା। ଜିନୋମ ସିକ୍ୱେନ୍ସିଂ ପରୀକ୍ଷା ପରେ ସେଥିରେ ଓମିକ୍ରନ୍ ଭାରିଏଣ୍ଟ RF5 ସବ୍ ଲିନିଏଜ୍ ଥିବା ସ୍ପଷ୍ଟ ହୋଇଛି। ଏନେଇ ଆନ୍ଧ୍ରପ୍ରଦେଶ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟ କୁମାର ଯାଦବ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି। ପରବର୍ତ୍ତୀ ଖବର ତୁରନ୍ତ ଛାଡ଼ନ୍ତୁ ଦେଶ। ଇରାନରେ କିଛି ବଡ଼ ହେବାକୁ ଯାଉଛି। ୟୁଏସର ଆକ୍ରମଣ ମଝିରେ ଭାରତୀୟଙ୍କୁ ନିର୍ଦ୍ଦେଶ। ଇରାନ ଏବଂ ଆମେରିକା ମଧ୍ୟରେ ଶତ୍ରୁତା ପୁଣି ଥରେ ବୃଦ୍ଧି ପାଇଛି। ଆମେରିକା ସେନା ଲଗାତାର 9ମ ଦିନରେ ଇରାନର ବିଭିନ୍ନ ସହର ଉପରେ ଆକ୍ରମଣ କରିଛି। ଏହି ସମୟରେ ଭାରତ ଓ ଇରାନ ଗସ୍ତ କରିବାକୁ ଯୋଜନା କରୁଥିବା ନାଗରିକମାନଙ୍କୁ ସେମାନଙ୍କର ଯାତ୍ରା ସ୍ଥଗିତ ରଖିବାକୁ ପରାମର୍ଶ ଦେଇଛି। ରବିବାର ତେହରାନରେ ଥିବା ଭାରତୀୟ ଦୂତାବାସ ଏକ ଯାତ୍ରା ପରାମର୍ଶ ଜାରି କରିଛି।
ତେହରାନର ପୂର୍ବରୁ ରହୁଥିବା ଭାରତୀୟମାନଙ୍କୁ ବାଣିଜ୍ୟିକ ବିମାନ ସେବା ବ୍ୟବହାର କରି ଇରାନ ଛାଡ଼ିବାକୁ ଭାରତୀୟ ଦୂତାବାସ ପରାମର୍ଶ ଦେଇଛି। ଜାରି କରାଯାଇଥିବା ଆଡଭାଇଜରୀରେ କୁହାଯାଇଛି ଯେ ଗତ କିଛି ଦିନ ଧରି ଇରାନରେ ଅସ୍ଥିରତା ଓ ସଂଘର୍ଷର ପରିସ୍ଥିତି ବଢ଼ିଛି। ତେଣୁ ଯେଉଁ ଭାରତୀୟ ନାଗରିକ କୌଣସି କାରଣରୁ ଇରାନ ଯିବାକୁ ଯୋଜନା କରିଛନ୍ତି, ସୁରକ୍ଷା ପରିସ୍ଥିତି ସୁଧାର ନ ହେବା ପର୍ଯ୍ୟନ୍ତ ସେମାନେ ନିଜ ଯାତ୍ରାକୁ ସ୍ଥଗିତ ରଖନ୍ତୁ ବୋଲି କୁହାଯାଇଛି। ପରବର୍ତ୍ତୀ ଖବର, ଅଙ୍ଗନବାଡି ଦିଦିଙ୍କ ଉପରେ ଅଣ୍ଡା ଚୋରକ, ବଜାରରେ 9 ଟଙ୍କା, ପିଲାଙ୍କ ପାଇଁ ମିଳୁଛି 7 ଟଙ୍କା। ରାଜ୍ୟରେ ଅଣ୍ଡା ଦର ବଢି ଚାଲିଛି। ମାସ ଭିତରେ 2.5 ଟଙ୍କା ଦର ବଢିଲାଣି। ବଜାରରେ ଅଣ୍ଡା ଗୋଟା 9 ଟଙ୍କା। ସେପଟେ ଅଙ୍ଗନବାଡିରେ ପାଠ ପଢୁଥିବା ପିଲାଙ୍କ ପାଇଁ ଅଣ୍ଡା ଟେନସନ ବଢିଲାଣି। ସରକାର ଏବେ ଗୋଟିଏ ଅଣ୍ଡା ପାଇଁ 7 ଟଙ୍କା ଦେଇଛନ୍ତି, ହେଲେ ଅଧିକ 2 ଟଙ୍କା କେଉଁଠୁ ଆସିବ? ତାକୁ ନେଇ ଅଙ୍ଗନବାଡି କର୍ମୀଙ୍କ ମଧ୍ୟରେ ଭାରି ପଡିଲାଣି। ତେଣୁ ସରକାରଙ୍କୁ ସିଧାସଳଖ ଚିଠି ଲେଖି ଏ ସମସ୍ୟା ସଂକ୍ରାନ୍ତରେ ଅବଗତ କରାଯିବ ବୋଲି ଅଲ୍ ଓଡ଼ିଶା ଅଙ୍ଗନବାଡି ଲେଡିଜ୍ ୱାର୍କର ଆସୋସିଏସନ ପକ୍ଷରୁ ସୂଚନା ମିଳିଛି। ପଇସଲ ବଜାର ଓ ଖାଉଟି ବଜାରରେ ଏବେ ଆକାଶ ପାତାଳ ତଫାତ। ପଇସଲ ବଜାରରେ ଅଣ୍ଡା ଦର ଏବେ 7.5 ଟଙ୍କା, ହେଲେ ବଜାରରେ 1.5 ଟଙ୍କା ଅଧିକ ଦରରେ ବିକ୍ରି ହେଉଛି ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ଓଡ଼ିଶାର ବିପର୍ଯ୍ୟୟ ସହନଶୀଳ ବିଦ୍ୟୁତ ଭିତ୍ତିଭୂମି ପାଇଁ 9,755 କୋଟି ଟଙ୍କାର ପ୍ରସ୍ତାବ। କେନ୍ଦ୍ରୀୟ ସହଯୋଗ ଲୋଡ଼ିଲେ ରାଜ୍ୟ ସରକାର। ରାଜ୍ୟରେ ପ୍ରସ୍ତୁତ ହେବ ବିପର୍ଯ୍ୟୟ ସହନୀ ବିଦ୍ୟୁତ ଭିତ୍ତିଭୂମି। ଫଳରେ ବଡ଼ ବାତ୍ୟା ହେଉ କି ବନ୍ୟା ପରେ ବି କଟିବନି ବିଜୁଳି। ବିଦ୍ୟୁତ ସରବରାହ ଅବ୍ୟାହତ ରହିବ। ଏନେ ରାଜ୍ୟ ସରକାର ବ୍ୟାପକ ଭାବେ ଯୋଜନା ପ୍ରସ୍ତୁତ କରୁଛନ୍ତି। ବିପର୍ଯ୍ୟୟ ସହନୀ ବିଦ୍ୟୁତ ଭିତ୍ତିଭୂମି ପାଇଁ 9,756 କୋଟି ଟଙ୍କା ଖର୍ଚ୍ଚ କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ସେଥିମଧ୍ୟରୁ ବିଦ୍ୟୁତ ବଣ୍ଟନ ବାବଦରେ 6,000 କୋଟି ଓ ପରିବହନ ବାବଦରେ 3,756 କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ରହିଛି। ଏନେଇ ସାହାଯ୍ୟର ହାତ ବଢ଼ାଇବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରାଯାଇଛି। ପରବର୍ତ୍ତୀ ଖବର, ନବବିବାହିତ ଦମ୍ପତିଙ୍କୁ ସରକାର ଦେଉଛନ୍ତି 2.5 ଲକ୍ଷ ଟଙ୍କା। ଇଣ୍ଟରକାଷ୍ଟ ମ୍ୟାରେଜ କରୁଥିବା ଦମ୍ପତିଙ୍କୁ ସରକାର ଦେଉଛନ୍ତି ଆର୍ଥିକ ପ୍ରୋତ୍ସାହନ ରାଶି। ଇଣ୍ଟରକାଷ୍ଟ ମ୍ୟାରେଜ ବା ଅନ୍ୟ ଜାତିରେ ବିବାହ କଲେ ସରକାର ଦେବେ 2.5 ଲକ୍ଷ ଟଙ୍କା। ପ୍ରଥମେ ଜାଣିବା କଣ କଣ ଡକୁମେଣ୍ଟ ଆବଶ୍ୟକ। ପ୍ରଥମେ ମ୍ୟାରେଜ ସାର୍ଟିଫିକେଟ, ଉଭୟଙ୍କର କାଷ୍ଟ ସାର୍ଟିଫିକେଟ ବା ଜାତି ପ୍ରମାଣପତ୍ର, ଉଭୟ ସ୍ୱାମୀ ସ୍ତ୍ରୀଙ୍କର ଜଏଣ୍ଟ ଫଟୋ, ଜଏଣ୍ଟ ବ୍ୟାଙ୍କ ପାସବୁକ୍, ଜନ୍ମ ପ୍ରମାଣପତ୍ର ଏବଂ ଘୋଷଣା ଫର୍ମ ଆବଶ୍ୟକ ପଡିଥାଏ। ବିବାହିତ ଦମ୍ପତି ଘରେ ବସି ଆବେଦନ କରିପାରିବେ, ନଚେତ୍ ଜନସେବା କେନ୍ଦ୍ରକୁ ଯାଇ ମଧ୍ୟ ଆବେଦନ କରିପାରିବେ। କିନ୍ତୁ ସବୁଠାରୁ ବଡ ହେଲା, ସରକାର ଦେଉଥିବା ଟଙ୍କା 3 ବର୍ଷ ପାଇଁ ଡକୁମେଣ୍ଟ ଆକାଉଣ୍ଟରେ ହୋଲ୍ଡ ହୋଇ ରହିବ। ସବୁଠାରୁ ବଡ କଥା ହେଉଛି, ଯଦି 3 ବର୍ଷ ଭିତରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କିଛି ଅଘଟଣ ଘଟେ କିମ୍ବା ବିବାହ ହୁଏ, ତାହେଲେ ସେହି ଟଙ୍କା ସରକାରଙ୍କ ପାଖକୁ ଫେରିଯିବାର ସମ୍ଭାବନା ରହିଛି। ତେଣୁ ଏଥିପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଆବଶ୍ୟକ ଅଟେ ବୋଲି କୁହାଯାଇଛି। ପରବର୍ତ୍ତୀ ଖବର, ହଙ୍ଗାମା ସହ ମୌସୁମୀ ଅଧିବେଶନ ଆରମ୍ଭ। ଲୋକସଭାରେ ବିରୋଧୀଙ୍କ ନାରାବାଜି, 12ଟା ଯାଏଁ ମୁଲତବୀ। ଆଜିଠୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ। ଅଗଷ୍ଟ 13 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି 25 ଦିନିଆ ଅଧିବେଶନରେ ମୋଟ 19ଟି ବୈଠକ ବସିବ। ଅଧିବେଶନ ଆରମ୍ଭ ହେଉ ହେଉ ଜୋରଦାର ହଙ୍ଗାମା କରିଛନ୍ତି ବିରୋଧୀ। ବାଚସ୍ପତି ଓମ୍ ବିର୍ଲା ବିରୋଧୀ ସାଂସଦଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ, ନିଜ ଆସନରେ ବସିବାକୁ କହିଥିଲେ, ହେଲେ କେହି ଶୁଣିନଥିଲେ। ବିରୋଧୀ ସାଂସଦ ରାମ ମନ୍ଦିର ଦାନ ଚୋରି, ଇଥନଲ ମିଶ୍ରଣ ଏବଂ ମଣିପୁର ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଦାବି କରିଥିଲେ। ସରକାର ଉଭୟ ଗୃହରେ ସୁଗମ କାର୍ଯ୍ୟକାରିତା ସୁନିଶ୍ଚିତ କରିବାକୁ ବିରୋଧୀଙ୍କ ସହଯୋଗ ଲୋଡ଼ିଥିଲେ, ହେଲେ ବିରୋଧୀ ନାରାବାଜି ଦେଇଥିଲେ। ପ୍ରବଳ ହଟ୍ଟଗୋଳ ନାରାବାଜି ପରେ ଲୋକସଭାକୁ ଅପରାହ୍ନ 12ଟା ଯାଏଁ ତୁରନ୍ତ ମୁଲତବୀ ରଖାଯାଇଛି। ଏହାପରେ ରାଜ୍ୟସଭାରେ ବି ସମାନ ଭାବେ ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ହୋହଲ୍ଲା କରିଛନ୍ତି। ରାଜ୍ୟସଭାକୁ ମଧ୍ୟ ପୂର୍ବାହ୍ନ 12ଟା ଯାଏଁ ମୁଲତବୀ ଘୋଷଣା କରାଯାଇଛି ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ସାର ସଂକଟ ଦୂର ପାଇଁ ସରକାର ନେଲେ ବଡ଼ ପଦକ୍ଷେପ। ରାଜ୍ୟରେ ସାର ସଂକଟ ଦୂର କରିବା ପାଇଁ ରାଜ୍ୟ ସରକାର ସୋମବାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସଚିବ ଡିଏପି ଏବଂ ୟୁରିଆ ସାରର ବିକଳ୍ପକୁ ପ୍ରୋତ୍ସାହନ କରିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଡିଏପି ଏବଂ ୟୁରିଆ ସାରର ବିକଳ୍ପ ଭାବେ କମ୍ପ୍ଲେକ୍ସ ଫର୍ଟିଲାଇଜର ଏବଂ ଆମୋନିୟମ ସଲଫେଟକୁ ପ୍ରୋତ୍ସାହନ କରିବାକୁ କୁହାଯାଇଛି। କେନ୍ଦ୍ର ସରକାର ବିପୁଳ ପରିମାଣରେ ଆମୋନିୟମ ସଲଫର ଯୋଗାଇ ଦେବେ। ଏହା ମୃତ୍ତିକାରେ ସଲଫର ଅଭାବ ଦୂର କରିବାରେ ସହାୟକ ହୋଇପାରିବ। ଡିଏପି ସାର ଯୋଗାଣ ପ୍ରଭାବିତ ହୋଇଥିବାରୁ କମ୍ପ୍ଲେକ୍ସ ଫର୍ଟିଲାଇଜରକୁ ସରକାର ଗୁରୁତ୍ୱ ଦେଇଛନ୍ତି। ଏପରିକି ପ୍ରତ୍ୟେକ ଜିଲ୍ଲାର ମାର୍କଫେଡକୁ କେମ୍ପେନ୍ ଦାଖଲ କରିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ଦେଶର ଶିକ୍ଷା ବ୍ୟବସ୍ଥାକୁ ନେଇ ଏମିତି କହିଦେଲେ ନବୀନ ବାବୁ, ସବୁଠି ଚାଲିଛି ଚର୍ଚ୍ଚା। ପ୍ରତ୍ୟେକ ବିକଶିତ ରାଷ୍ଟ୍ର ପାଇଁ ଉନ୍ନତ ଶିକ୍ଷା ବ୍ୟବସ୍ଥା ହିଁ ଜରୁରୀ। ଏକ ଦୃଢ଼ ଶିକ୍ଷା ବ୍ୟବସ୍ଥା ଏବଂ ଏକ ସ୍ୱଚ୍ଛ ବିଶ୍ୱସନୀୟ ପରୀକ୍ଷା ପ୍ରକ୍ରିୟା ଉପରେ ଏହା ନିର୍ଭର କରେ। ଭାରତ ମଧ୍ୟ ତାର ଶିକ୍ଷା ବ୍ୟବସ୍ଥା ଯୋଗୁଁ ଉଲ୍ଲେଖନୀୟ ଅଗ୍ରଗତି କରିଛି। ଏକ ଆଧୁନିକ ଓ ସଶକ୍ତ ଭାରତ ଗଠନ କରିବାରେ ଡାକ୍ତର, ବୈଜ୍ଞାନିକ, ଇଞ୍ଜିନିୟର, ଶିକ୍ଷକ ଏବଂ ଉଦ୍ଭାବକଙ୍କ ଭୂମିକା ଅତୁଳନୀୟ। ଏହି ପରିପ୍ରେକ୍ଷୀରେ ଭାରତର ଶିକ୍ଷା ବ୍ୟବସ୍ଥା ପ୍ରତି ଏବେ ଛାତ୍ରଛାତ୍ରୀଙ୍କ ବିଶ୍ୱାସ ତୁଟିଛି ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି। ସାମାଜିକ ଗଣମାଧ୍ୟମରେ ରବିବାର ନବୀନ କହିଛନ୍ତି, ଭାରତରେ କୋଟି କୋଟି ପିଲାଙ୍କ ପାଇଁ ଶିକ୍ଷା ଏକ ଉଜ୍ଜଳ ଭବିଷ୍ୟତର ଏକମାତ୍ର ପଥ। କିନ୍ତୁ ବ୍ୟବସ୍ଥାରେ ତ୍ରୁଟି ଯୋଗୁଁ ଛାତ୍ରଛାତ୍ରୀଙ୍କ ବିଶ୍ୱାସ କମିଯାଉଛି।
ଏହା କେବଳ ଗୋଟିଏ ପରୀକ୍ଷାରେ ବିଫଳ ହେବାର ପ୍ରସଙ୍ଗ ନୁହେଁ ବରଂ ସମଗ୍ର ଶିକ୍ଷା ବ୍ୟବସ୍ଥାର ମୂଳଭିତ୍ତି ଉପରେ ଆସ୍ଥାକୁ ଦୁର୍ବଳ କରିଦେଇଛି। ଏହା ମେଧାବୀଙ୍କୁ ଏକ ବାର୍ତ୍ତା ଦେଉଛି କଠିନ ପରିଶ୍ରମର ଆଉ କୌଣସି ମୂଲ୍ୟ ନାହିଁ। ବିଶେଷ ମଙ୍ଗ ପାଇଁ ଦାୟୀ ବ୍ୟକ୍ତିମାନଙ୍କ ବିରୋଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ନବୀନ କହିଛନ୍ତି। ଆଜିର ଶେଷ ଖବର ପିଏମ କିଷାନ ଯୋଜନା 2.0 ନିର୍ମାଣ କରନ୍ତୁ ଆପଣଙ୍କର ପ୍ରଥମ ଘର ଆକାଉଣ୍ଟକୁ 1,80,000 ଟଙ୍କା ପଠାଇବେ ସରକାର। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସବସିଡି ଏକ ସରକାରୀ ପଦକ୍ଷେପ ଯାହା ଗୃହ ଋଣ ସୁଧ ହାରରେ ଯଥେଷ୍ଟ ରିହାତି ପ୍ରଦାନ କରି ବ୍ୟକ୍ତିବିଶେଷକୁ ଘର ମାଲିକର ସ୍ୱପ୍ନ ପୂରଣ କରିବାରେ ସାହାଯ୍ୟ କରିବା ପାଇଁ ଲକ୍ଷ୍ୟ ରଖିଛି। ଏହି ଯୋଜନା ପିଏମଏୱାଇ ସହରୀ 2.0 ଅଧୀନରେ ପ୍ରଥମ ଥର ପାଇଁ ଘର କ୍ରେତା କିମ୍ବା ବିଲ୍ଡରମାନଙ୍କ ପାଇଁ ମାସିକ ଇଏମଆଇ ବୋଝକୁ କମ୍ କରି 1,80,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପ୍ରଦାନ କରେ। ଆୟବର୍ଗ ଉପରେ ଆଧାର କରି ସବସିଡି ବଣ୍ଟନ ନିର୍ଣ୍ଣୟ କରିବା ପାଇଁ ସରକାର ହିତାଧିକାରୀମାନଙ୍କୁ ସେମାନଙ୍କ ବାର୍ଷିକ ପାରିବାରିକ ଆୟ ଅନୁସାରେ 3ଟି ଗୋଷ୍ଠୀରେ ବର୍ଗୀକୃତ କରନ୍ତି। ଦ୍ରୁତ ସବସିଡି ସେହି ଅନୁସାରେ ଗଣନା କରାଯାଇ ଅଂଶଗ୍ରହଣକାରୀମାନେ 25 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାରିବେ ଯାହାର ସମ୍ପତ୍ତି ମୂଲ୍ୟ 35 ଲକ୍ଷ ଟଙ୍କା ମଧ୍ୟରେ ସୀମିତ ରହିଛି। 1,80,000 ଟଙ୍କାର ସବସିଡି ରାଶି 5ଟି ସମାନ ବାର୍ଷିକ କିସ୍ତିରେ ପ୍ରଦାନ କରାଯାଏ ଯାହା ମୂଳଧନକୁ ପ୍ରତିବର୍ଷ 36,000 ଟଙ୍କା ହ୍ରାସ କରେ। ସବସିଡି ପାଇଁ ଯୋଗ୍ୟତା ପାଇଁ ସରକାରଙ୍କ ଦ୍ୱାରା ସ୍ଥିର କରାଯାଇଥିବା ନିର୍ଦ୍ଦିଷ୍ଟ ସପ୍ତାବଳୀ ପାଳନ କରିବାକୁ ପଡ଼ିବ ଯାହାଦ୍ୱାରା ନିଶ୍ଚିତ କରାଯାଇପାରିବ ଯେ ସହାୟତା ପ୍ରକୃତ ଆବଶ୍ୟକତା ଥିବା ଲୋକଙ୍କ ପାଖରେ ପହଞ୍ଚିବ। ପ୍ରମୁଖ ସର୍ତ୍ତଗୁଡ଼ିକ ମଧ୍ୟରେ ପକ୍କା ଘର ନ ରଖିବା, ପୂର୍ବ ଆବାସ ଯୋଜନାରୁ ଉପକୃତ ନ ହେବା ଏବଂ ସମ୍ପତ୍ତିର ମହିଳାମାନଙ୍କର ମାଲିକାନା ଅଧିକାର ସୁନିଶ୍ଚିତ କରିବା ଅନ୍ତର୍ଭୁକ୍ତ ଅଟେ ବୋଲି କୁହାଯାଇଛି।